କୌଣସି ମୂଳଧନ ଉପରେ ବାର୍ଷିକ 5% ହାରରେ 8 ବର୍ଷର ସୁଧ 4200 ଟଙ୍କା ହେଲେ ସେହି ମୂଳଧନର ଉପରେ ବାର୍ଷିକ 10% ହାରରେ 3 ବର୍ଷର ସୁଧ କେତେ ହେବ? ତ ପ୍ରଥମେ ଦେଖନ୍ତୁ ପି ମାନେ ଏଇଟା ହେଉଛି ମୂଳଧନ ଧନ, ଟି ଏଠି ଯେଉଁ ତୁମର ସମୟ, ଆର୍ ତ ସୁଧ ହାର ଆଇ ଇଣ୍ଟରେଷ୍ଟ ଏଇଟା ହେଇଯିବ ତୁମର ସରଳ ସୁଧ। ତ ୟାକୁ ନେଇ ଆମେ କରିବା। ବର୍ତ୍ତମାନ ଦେଖ ଏଠି କ'ଣ ଦେଇଛି ତୁମର ଆର୍ ଦେଇ ଦେଇଛି ଏଠି ଆର୍ ଦେଇ ଦେଇଛି 5%, ଓକେ 5%, ଟି ଦେଇଛି ତୁମର 8 ବର୍ଷ। ତାପରେ ଏଠି ମୂଳଧନଟା ସେ ପଚାରିଛି, ତାପରେ ଏଠି ସୁଧ ଦେଇ ଦେଇଛି ତୁମର 4200 ଟଙ୍କା, 4200 ଟଙ୍କା, ବୁଝିହେଲା 4200 ଟଙ୍କା। ତ ୟାକୁ ନେଇ କରିବା ଆମେ। ତ ଦେଖ ସେ ପଚାରୁଛି କ'ଣ ମୂଳଧନ ପି, ପିର ସୂତ୍ର ହେଉଛି I into 100 by RT। ତ ବର୍ତ୍ତମାନ ଏବେ ପକେଇ ଦିଅ ମୂଲ୍ୟଟା ପକେଇ ଦିଅ। I ହେଲା କେତେ 4200 ଇଣ୍ଟୁ 100 ବାଇ ଆର୍ କେତେ ଏଠି 5, ଟି କେତେ 8, ଓକେ। ତ ବର୍ତ୍ତମାନ ଏଟାକୁ ଆମେ ସମାଧାନ କରିବା। କାଟ ଏଇଟାକୁ, ଏଇଟା କରିଦିଅ 5 କେ 5, 5 ଦୁणे 10, 5 ଶୂନକେ 0 କଟିଗଲା ଏଇଟା। ତ ବର୍ତ୍ତମାନ ଆଉ ଏଇଟା କଟିବ 2ରେ କଟିବ, 4 କାଟିଦିଅ ଏଇଟା 4 ଦୁणे 8, 4 5 20। ତ ଆଉ ଏଇଟା ଦେଖ ଏଇଟା କେତେ ରହିଲା 4200 ଇଣ୍ଟୁ 5 ବାଇ ଏଇଟା 2 ଅଛି, ଏଇଟାକୁ ମଧ୍ୟ ଆଉ କାଟ 2 1 2, 2 ଦୁणे 4, 2 1 2, 2 0 0 2 0 0, ଓକେ। ତ ଦେଖ ଏଠି ଆସିଲା ତୁମର 2100 ଇଣ୍ଟୁ 5, ଏଇଟାକୁ ଆମେ ଗୁଣନ କଲେ କେତେ ଆସିବ ଦେଖ। ପ୍ରଥମେ ତୁମେ ଶୂନକୁ ଛାଡ଼ିଦିଅ, ସଂଖ୍ୟା ଗୁଣିଦିଅ 5 କେ 5, 5 ଦୁणे 10 କେ 105, 2 ଶୂନ ଅଛି 2 ଶୂନ ବସେଇ ଦିଅ। ତାହେଲେ କେତେ ଆସିଲା ଏଠି 10,500 ଟଙ୍କା। ତ ମୂଳଧନ କେତେ ଆସିଲା ଏଠି 10,500 ଟଙ୍କା, ବୁଝିହେଲା। ପୁଣି ସେ କ'ଣ କହିଛି ଏଇ ଯେଉଁ 10,500 ଏଇ ମୂଳଧନ ଉପରେ ଆଉ ସିଏ 10% ବାର୍ଷିକ ସୁଧ ହାରରେ 3 ବର୍ଷର ସୁଧ କେତେ ହେବ? ତ ପୁଣି ଦେଇଛି ସିଏ ଦେଖ ଏଇ ମୂଳଧନ ଏଇ ପି ଉପରେ ଏଇ ମୂଳଧନ ଉପରେ ମୂଳଧନ କେତେ ଆସିଲା 10,500, ଓକେ। ଟି ଆସିଯିବ ଏଠି ତୁମର ଟି କେତେ ଦେଇଛି 3 ବର୍ଷ, 3 ବର୍ଷ। ତାପରେ ସେ ଆର୍ କେତେ ଦେଇଛି, ଆର୍ ସେମାନେ ଏଠି ଦେଇଛି ତୁମର 10%, ବୁଝିଲା 10%। ତାହେଲେ ଦେଖ ୟାର ବାହାର କରିବା ଆମେ ଆଇ, ଓକେ। ଆଇ କେତେ ହେବ ତ ଏଠି ଦେଖ ଏଠି ମୁଁ କରିଦେଉଛି ଏଠି ଏଇଟା ଟିକେ ଅଲଗା କରିଦେବା ହେଲା। ତାପରେ ଏଠି ସମାଧାନ କରିବା ଏଠି ହେଲା, ଓକେ। ଏଠି ଆଇ ସମାନ କରିଦିଅ, ଆଇ ସମାନେ ପି ଟି ଆର୍ ବାଇ 100, ବୁଝିହେଲା। ତ ଆଇ ସମାନେ ପି କେତେ ପି ଆସିଲା 10,500, 10,500 ଇଣ୍ଟୁ ଟି କେତେ 3 ଇଣ୍ଟୁ ଆର୍ କେତେ 10 ବାଇ କେତେ ଏଠି 100। ଏଇଟାକୁ ଆମେ ସମାଧାନ କଲେ କେତେ ହେବ ଦେଖ, ଏଇଟା କାଟ ଏ ଦୁଇଟା ଶୂନ କାଟିଦିଅ। ତ କେତେ ରହିଲା ଏଠି ଆଇ ସମାନ ଆମର ରହିଲା 105 ଗୁଣନ 3 ଗୁଣନ 10। ତ ଏଇଟାକୁ ଆମେ ଯେତେବେଳେ ଗୁଣନ କରିବା କେତେ ଆସିବ ଏଇଟା 3, 105 ଗୁଣନ ଦେଖ ଏଇଟା ଗୁଣି ଦିଅ 3 10 30। ଏଇଟାକୁ ଆମେ ଯେତେବେଳେ ସମାଧାନ କରିବା ଶୂନକୁ ଛାଡ଼ିଦିଅ, ଶୂନକୁ 3 ସାଙ୍ଗରେ ଏଇ ସମସ୍ତଙ୍କୁ ଗୁଣ 5 3 କି 15, ଓକେ। ତାପରେ 5 0 0 0ରେ 3 0 କେ 0 0ରେ 1 ମିଶିଲେ ସେ 1 ହେବ, ତାପରେ 3 1 3 ଗୋଟେ ଶୂନ ଅଛି ଏଠି, ଓକେ। ତ ସୁଧ କେତେ ଆସିଲା ଆଇ 3150 ଟଙ୍କା, ବୁଝିହେଲା। ଏତିକି ଟଙ୍କା ସେ ସୁଧ ବାବଦକୁ ପାଇବ।